ओम शांति सुप्रभात। सर्वशक्तिवान भगवानंकर सर्वस्नेही भगवानंकर विश्व कल्याणर कार्यरे निजको सामिल करिथिबा समस्त श्रेष्ठ आत्मिक संतान मानंकु हृदयर कृतज्ञता शुभ अभिनंदन सुस्वागतम। अयं निजः परो वेति गणनां लघुचेतसाम् उदारचरितानां हेतु वसुधैव कुटुम्बकम्। एही कथाटी आमे समस्ते कहुछे, चाहूछे मध्य विश्व एक परिवार हेउ। तेबे खाली कहीदेले बा इच्छा कले जे ताहा सफल हेइजिव ताहा तो नुहे। सेथिपाई प्रयास दरकार। प्रथम एवं मुख्य कथा हेउछि जेपरि परिवारर जणे मुखिया थांती जहांकु समस्ते मानि चली थांती। एठारे सारा विश्वर मुखिया जनकु मानिले तो विश्व एक परिवार ही पारिबो। तेबे सर्वशक्तिवान निराकार भगवान जी कि विश्व रचयिता से ही तो मुख्य हेबा दरकार। परंतु भगवानंकर प्रकृत परिचय को आमे माने भूली जाई अनेकंकु भगवानंकर रूप बा अवतार कही सर्वव्यापी कहिबा द्वारा काहाकु मुख्य बोली मानिबा एवं विश्व एक कुटुंब किपरि बा होई परिबो। शास्त्र रे वर्णित अछि कि भगवान ब्रह्मांक द्वारा सृष्टि रचना करुछंती, अर्थात प्रजामानंकु सृष्टि करुछंती प्रजापिता ब्रह्मा। तेबे ब्रह्मांकर संतान हिसाब रे आमे समस्ते गोटिए परिवारर होई गले। भगवान कहुछंती जदि माता पितांकर कुटुंब रे आसीबाकु चाहुछ तेबे तांकु पूरा पूरा अनुकरण करिबा दरकार। तांको भली प्रत्येक कार्य मो श्रीमत आधार रे करि चालो। मधुर स्वभावयुक्त होई भलो भावरे एही ईश्वरीय पाठ पढ़ा बा आत्मिक पाठ पढ़ा पढ़िबा दरकार। सूक्ष्म बुद्धि संपन्न होई सृष्टिर गुह्यरु गुह्य रहस्ययुक्त कथा को बुझिबा दरकार। जेपरिकी शास्त्र रे कुहा जाइछि ब्रह्मा सरस्वती आदि पिता एवं आदि माता, किंतु वास्तव रे सरस्वती तो ब्रह्मांकर कन्या, से मध्य ब्रह्मा कुमारी अटंती। प्रकृत रे ब्रह्मा ही मनुष्य आत्मा मानंकर बड़ माँ अटंती। जेहेतु निराकार भगवान प्रजापिता ब्रह्मांक मुख द्वारा संगम जुगी ब्राह्मण मानंकु रचना करुछंती भविष्य दैवी दुनिया पाई। जेहेतु ब्रह्मा पुरुष तेणु जगदम्बा सरस्वती को मार आसन दिया जाइछि। यह अति गहन आउ रहस्ययुक्त विषय वस्तु जहाकु बुझिबा पाई बहुत सूक्ष्म बुद्धि दरकार। मोटा बुद्धि संपन्न संतान एही रहस्य को बुझी पारिबे ही नाही। पुनश्च शास्त्र रे देखई दिया जाइछि जे ब्रह्मा सूक्ष्म वतनवासी अटंती, परंतु प्रजापिता ब्रह्मा तो यही दुनियार अटंती, नचेत
ତାଙ୍କ ମୁଖ ନିଃସୃତ ଜ୍ଞାନ ଦ୍ୱାରା ବ୍ରାହ୍ମଣ ସୃଷ୍ଟି କିପରି ହୋଇପାରିବେ? ଯେତେବେଳେ ପ୍ରଜାପିତା ବ୍ରହ୍ମା ସମ୍ପୂର୍ଣ୍ଣ ପବିତ୍ର ହୋଇ ଶତପ୍ରଧାନ ହୋଇଯାଉଛନ୍ତି, ସେତେବେଳେ ଏହି ସ୍ଥୂଳ ଶରୀରକୁ ଛାଡ଼ି ଅବ୍ୟକ୍ତ ଅର୍ଥାତ୍ ଫରିସ୍ତା ସୂକ୍ଷ୍ମ ଛାୟା ରୂପରେ ଦେଖାଯାଉଥାନ୍ତି। ସେତେବେଳେ ସୂକ୍ଷ୍ମବତନରେ ସମ୍ପୂର୍ଣ୍ଣ ବ୍ରହ୍ମା ରହିଥାନ୍ତି, ସୂକ୍ଷ୍ମରେ ନିଜର ସନ୍ତାନମାନଙ୍କୁ ଅର୍ଥାତ୍ ନିଜର ରଚିତ ବ୍ରାହ୍ମଣମାନଙ୍କୁ ପାଳନା ଦେବାର କାର୍ଯ୍ୟ କରିବା ପାଇଁ। ସେଠାରେ କୌଣସି କଥାବାର୍ତ୍ତା ବା କାର୍ଯ୍ୟ ନଥାଏ, କେବଳ ଇସାରାରେ ସବୁକିଛି ଚାଲିଥାଏ। ଏହା ମଧ୍ୟ ଅତ୍ୟନ୍ତ ଗୁହ୍ୟ ଏବଂ ରହସ୍ୟଯୁକ୍ତ କଥା, ଯାହା ବୁଝିବା ଭଳି କଥା ଅଟେ। ପୁନଶ୍ଚ ମୁନି ଋଷିମାନେ ନାରୀଙ୍କୁ ନୀଚ ଦେଖାଇଥିବା ସ୍ଥଳେ ଭଗବାନ ଆସି ନାରୀମାନଙ୍କୁ ସର୍ବଶ୍ରେଷ୍ଠ ଆସନ ପ୍ରଦାନ କରୁଛନ୍ତି। ଗାୟନ ମଧ୍ୟ ଅଛି ନା, ମାତା ଓ ମାତା ତୁ ହି ସବକି ଭାଗ୍ୟ ବିଧାତା। ଭଗବାନ କହୁଛନ୍ତି ନାରୀ ହେଉଛନ୍ତି ସ୍ୱର୍ଗର ଦ୍ୱାର, ଅର୍ଥାତ୍ ଏହି ମାତା ଆଉ କନ୍ୟାମାନଙ୍କ ଦ୍ୱାରା ସତ୍ୟଯୁଗୀ ସ୍ୱର୍ଗର ଗେଟ୍ ଖୋଲାଯିବ। ତାଙ୍କ ଦ୍ୱାରା ହିଁ ପରମାତ୍ମା ଏହି କଳିଯୁଗୀ ପତିତ ଦୁନିଆକୁ ସତୋପ୍ରଧାନ ସତ୍ୟଯୁଗୀ ସ୍ୱର୍ଗ ଦୁନିଆରେ ପରିବର୍ତ୍ତନ କରୁଛନ୍ତି। ତେବେ ମୁଖ୍ୟ କଥା ହେଉଛି ଏକ ନିରାକାର ପରମାତ୍ମା ଭଗବାନ ଶିବ ବାବାଙ୍କୁ ମନେ ପକାଇବା। ଶିବ ବାବା କହୁଛନ୍ତି ନିରନ୍ତର ଯୋଗଯୁକ୍ତ ସ୍ଥିତିରେ ରହିବା ପାଇଁ ହୃଦୟର ସ୍ନେହ ବା ଭଲ ପାଇବା ଏକମାତ୍ର ବାବାଙ୍କ ସହିତ ରଖିବା ଦରକାର। ବିକର୍ମାଜିତ ରାଜ୍ୟ ଅର୍ଥାତ୍ ସତ୍ୟ ଯୁଗରେ ଜନ୍ମ ନେବା ପାଇଁ ମୋହ ଜିତ ହେବାକୁ ପଡ଼ିବ, ସୁକର୍ମ କରିବାକୁ ହେବ। କୌଣସି ପ୍ରକାରର ବିକର୍ମ କରିବା ଅନୁଚିତ, କାରଣ ଜନ୍ମ ଜନ୍ମାନ୍ତରର ବିକର୍ମର ବୋଝ ବା ପାପର ବୋଝ ବର୍ତ୍ତମାନ ଆତ୍ମାରେ ଭର୍ତ୍ତି ହୋଇ ରହିଛି। ନିଜର ସମସ୍ତ ପାପର ବୋଝକୁ ସମାପ୍ତ କରି ବାବାଙ୍କ ସମାନ ଏବଂ ସମ୍ପନ୍ନ ହେବା ପାଇଁ ନିଜର ସୂକ୍ଷ୍ମ ଚେକିଂ କରିବା ଦରକାର। ବ୍ୟର୍ଥ କଥା କହିବା, ବ୍ୟର୍ଥ କଥା ଶୁଣିବା ବା ବ୍ୟର୍ଥ କଥା ଲେଖିବା ଆଦି ଦ୍ୱାରା ବାୟୁମଣ୍ଡଳ ବା ବାତାବରଣ ଖରାପ ହୋଇଥାଏ। ଏହା ମଧ୍ୟ ପାପର ଅଂଶ ଅଟେ। ଏହା ହିଁ ଉଡ଼ିବାର କଳାକୁ ସମାପ୍ତ କରିଦେଇଥାଏ, ଆହୁରି ନିମ୍ନଗାମୀ କରିଦେଇଥାଏ। ତେଣୁ ନିଜର ଚେକିଂ ଦ୍ୱାରା ଏଗୁଡ଼ିକୁ ସମାପ୍ତ କରିବା ନିହାତି ଆବଶ୍ୟକ। ବେହଦ୍ର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କରିବା ପାଇଁ ବାହାନାବାଜିକୁ ସମାପ୍ତ କରିବା ଦରକାର। ବାହାନା କଲେ ଭବିଷ୍ୟ ଦୈବୀ ଦୁନିଆରେ ପୂଜ୍ୟ ଦେବୀ ଦେବତା ହେବା ପରିବର୍ତ୍ତେ ତାଙ୍କର ବାହନ ହେବାକୁ ପଡ଼ିବ। ତେଣୁ ବେଳହୁଁ ସାବଧାନ ହେଇଯିବା ଦରକାର। କୁହାଯାଏ ନା, ସାଧୁ ସାବଧାନ। ଆଚ୍ଛା, ଆଜି ପାଇଁ ଆମେମାନେ ଏଇଠାରେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେ ସମସ୍ତ ଆତ୍ମାମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପରମ କାରୁଣିକ ପରମାତ୍ମା ନିରାକାର ଶିବ ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶୁଣିବା, ଜୀବନରେ ଧାରଣ କରିବା ଏବଂ ସାରା ବିଶ୍ୱ ପରିବର୍ତ୍ତନର କାର୍ଯ୍ୟରେ ନିଜକୁ ସାମିଲ କରିବା। ଭବିଷ୍ୟ
ନୂଆ ଦୁନିଆ ପାଇଁ ନିଜର ଭାଗ୍ୟ ଗଢ଼ି ନେବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।